ପାଟିରେ ସମସ୍ତଙ୍କୁ ଡାକିବା କଥା। ହାଇ ବେବି। ତମେ କିଏ ମତେ କାହିଁ ହକ୍ କରୁଛ? ମତେ ଜାଣିପାରୁନ? ଓ ଆଚ୍ଛା, ଗାର୍ଲଫ୍ରେଣ୍ଡ ସାଙ୍ଗରେ ଆଛ ବୋଲି ଆକ୍ଟିଂ କରୁଛ। ଆଜି କିଏ ଝିଅ? ଆଉ ତମର ସାହସ କେମିତି ହେଲା ମୋ ବୟଫ୍ରେଣ୍ଡ ହକ୍ କରିବାକୁ? କାହିଁ କରିବିନି, ଇଏ ମୋ ବୟଫ୍ରେଣ୍ଡ। ଆମେ ବହୁତ ଦିନ ହେଲା ସାଥିରେ ଅଛୁ। ସଦା ମୁଁ ଜାଣିନି, ମିଛ କଥା କହୁଛି ଝିଅ। ତମେ ଯୋଉଟାକୁ ଜାଣିନ ସିଏ ତମକୁ ତାହେଲେ ହକ୍ କାହିଁ ସଦା କରୁଛି? ମୁଁ ସତ କଥା କହୁଛି, ମୁଁ ଜାଣିନି ଏ ଝିଅ କିଏ। ଆରେ ସତ କଥା କହିଲେ ନା, କଣ ଅସୁବିଧା ହଉଛି? କଣ ବକୱାସ କରୁଛ? ମୁଁ ତମକୁ ଚିହ୍ନିନି, ପୁଣି କଣଟା କହିବି? ଆଜି ତମ ଲାଷ୍ଟ ଥର ପଚାରୁଛି, କଣ ହଉଛି ଏସବୁ? ଆରେ ସଦା ମୁଁ ଜାଣିନି ଏସବୁ କଣ ହଉଛି। ତମେ ମତେ ଭରସା କାହିଁ କରୁନ? ମୁଁ କହୁଛି ୟାଙ୍କୁ ଜାଣିନି ମାନେ ଜାଣିନି ନା। ଭରସା କରିବି? ସେ ତମ ପଛରେ ହକ୍ କରୁଛି, ତଥାପି କହୁଛ ମୁଁ ତମକୁ ଭରସା କରିବି? ମୁଁ ତ ଜାଣିଥିଲି ତମେ ଗୋଟେ ଭଲ ପିଲା ବୋଲି, କିନ୍ତୁ ତମେ ହଉଛ ଘଟିଆ ଆଉ ଧୋକେବାଜ ମଣିଷ ତମେ। ଆଉ ଥ୍ୟାଙ୍କ ୟୁ ତମକୁ ମୋ ବାଟରେ ଏତେ ବଢିଆ ସରପ୍ରାଇଜ ଦେଇଥିବାରୁ। ବାହାର ନା ଯାଅ ତମେ, ରୁହ ସାରେ। ଯିବାକୁ ଦିଅ ନା ତାକୁ, ମୁଁ ଅଛି ନା। ଆସ ବସିବା। ଛାଡ ନା ଘରେ ସବୁ କଣ ପାଇଁ କଲ ତମେ? ବେଶୀ ଭଲ ରଖିବା ପାଇଁ ଚେଷ୍ଟା କରନି। ସମସ୍ତେ ଜାଣିଛନ୍ତି ତମେ 1 ନମ୍ବର ଚିଟର ବୋଲି। ଚିଟର? କଣ ହେଲା ସଦା? କଣ ହେଇଛି? ବହୁତ ରାଗିରେ ଅଛ ଜଣା ପଡୁଛି। ନା ନା କିଛି ନାହିଁ, ତମେ ଏଠି କଣ କରୁଛ? ମତେ ଜଣେ କହିଲା ତମ ବୟଫ୍ରେଣ୍ଡ ଅଲଗା ଝିଅକୁ ଡେଟ୍ କରୁଛି, ଆଉ ସେମାନେ ଏଇଠି ଅଛନ୍ତି। ସେଥିପାଇଁ ଭାବିଲି ମୁଁ ତମକୁ ଜଣେଇଦେବି ବୋଲି। କିଛି ଦରକାର ନାହିଁ ଜଣେଇବା, ମୁଁ ନିଜ ଆଖିରେ ଦେଖିକି ଆସିଲି। ମତେ ତମ ମୁଡ୍ ଠିକ ଲାଗୁନି। ତମେ କହିବ ଯଦି ତମକୁ କୁଆଡେ ବୁଲେଇ ନେଇଯିବି। ନା ମୋର କୁଆଡେ ଯିବାର ନାହିଁ, ମତେ ଏକାରେ ଅଛି, ମୁଁ ଘରକୁ ଯିବି। ମୁଁ ବୁଝିପାରୁଛି ତମେ କଣ ଭାବୁଛ। ମୁଁ ତ ଏଇଆ କହୁଥିଲି, ମୁଁ ଆଉ ତମେ। ମୁଁ ଜାଣିଛି ମତେ ତମେ କଣ କହିବାକୁ ଚାହୁଁଛ, କିନ୍ତୁ ମୁଁ କହିଲି ନା ମତେ ଏକାରେ ଅଛି। So leave me. କେମିତି ଲାଗୁଛି ଅଲଗା ହେଇକି? ଅଲଗା ହେଇକି ମାନେ ଏଇଆ ଯେ ଏତେ ସବୁ କଲା ପରେ ବି ସେ ତତେ ଭଲ ପାଉଛି। ଏସବୁ ତାହେଲେ ତୁ କରିଛୁ? ହଁ ମୁଁ କରିଛି। କୌଣସି ବି ପରିସ୍ଥିତିରେ ମୁଁ ତାକୁ ନିଜର କରିବାକୁ ଚାହୁଁଛି। ଏମିତି କରିବାରେ ମତେ କେହି ବି ରୋକି ପାରିବେନି। ଦେଖ ତୁ ଏସବୁ ବହୁତ ବଡ ଭୁଲ କରୁଛୁ। ତୁ କଣ ପଳେଇଥିଲ ନା, ପୁଣି ଏଠି କଣ? ହଁ କିନ୍ତୁ ମୋ ଫୋନ୍ ଟା ରହିଯାଇଥିଲା। ହଁ କଣ କହୁଥିଲ? ଏସବୁ ତମେ କରିଛ? ଆରେ ନା ମୁଁ ଏମିତି କିଛି କହିବି? ଏଇଟା ମିଛ କହନା, ସତ କଥା କହ ଯାହା ମତେ କହିଥିଲି। କିଛି ବି କହିନି। ମୁଁ କହୁଛି ଭାଇ, ଇଏ ମତେ ଟଙ୍କା ଦେଇଥିଲେ ତମକୁ ହକ୍ କରିବା ପାଇଁ। ଭାଇ ଇଏ ମତେ କହୁଥିଲା ତମେ ତାଙ୍କୁ ଧୋକା ଦଉଥିଲ ବୋଲି, କିନ୍ତୁ ସତ କଥା ହେଲା ଇଏ ଆଙ୍କୁ ଭଲ ପାଉଛି। ଭାଇ ଇଏ ଚାହୁଁଛି ତମେ 2 ଜଣ ଅଲଗା ହେଇଯାଅ ବୋଲି, ଆଉ ତାଙ୍କୁ ସେ ପ୍ରପୋଜ କରିବ। ସରି ସିଷ୍ଟର, ମୁଁ ସତ ଜାଣିନଥିଲି, ସେଥିପାଇଁ ଏସବୁ କଲି। ସରି, ତମକୁ ଯିଏ ଟଙ୍କା ଦେବ ତମେ ସବୁ କିଛି କରିଦବ? ତମେ ଜାଣିଛ ତମ ହରକତ ପାଇଁ କାହା ଜୀବନ ନଷ୍ଟ ହେଇଯାଇଥାନ୍ତା। କିନ୍ତୁ ଛାଡ, ତମେ ତ ମୋ ବେଷ୍ଟ ଫ୍ରେଣ୍ଡ ଥିଲ ନା, ତମେ ଏସବୁ କେମିତି କରିପାରିଲ? କିନ୍ତୁ ତମେ ଜାଣିଛ ତମେ ଏମିତି କଲେ ମତେ କେତେ ଖରାପ ଲାଗିବ। ତାପରେ ବି ତମେ ଏୟା କଲ। ସେଟା ମୁଁ ତମକୁ ଭଲ ପାଉଛି ୟାର। ଭଲ ପାଉଛ? ଭଲ ପାଇବା ମାଇ ଫିଟ୍। ଯଦି ତମେ ମତେ ଭଲ ପାଇଥାନ୍ତ ନା କେବେ ହକ୍ କରିନଥାନ୍ତ। ଆଜି ତ ତମର ମୋର ଦୋସ୍ତି ଖତମ। ଆଜି ତ ମୋ ସାମ୍ନାକୁ ଆସିବନି, ଗେଟ୍ ଆଉଟ୍। ଶୁଣିପାରିଲୁନି? ଯା ତୁ। ଆଜି ତ ଆଇ ଏମ୍ ସରି, ମତେ ତମକୁ ଏମିତି କହିବାର ନଥିଲା, ତମ ଉପରେ ଭରସା କରିବାର ଥିଲା। ହଉ ଠିକ ଅଛି, ମୁଁ ଯଦି ତମ ଜାଗାରେ ଥାନ୍ତି ଏମିତି ପରିସ୍ଥିତିରେ ଇଏ ହିଁ କରିଥାନ୍ତି। ତମେ ମୋ ବର୍ଥଡେ ପାଇଁ ଏତେ ସବୁ ପ୍ଲାନିଂ କରିଥିଲ, ମୁଁ ସବୁ ଖରାପ କରିଦେଲି। ଆରେ ନା କିଛି ଖରାପ ହେଇନି, ଯାହା ହେଇଛି ଭଲ ହେଇଛି। ଏବେଠୁ ଆମେ 2 ଜଣ 2 ଜଣଙ୍କ ଉପରେ ଭରସା କରିବା, ଆଉ ଆମେ ଥାର୍ଡ ପର୍ସନକୁ ଆଉ ବିଶ୍ୱାସ କରିବାନି। ହଉ ଆସନ୍ତୁ ଆସ।